ଗଠନ କରୁ। ଗୋଟେ ମା ଶିକ୍ଷା ଦୀକ୍ଷା ଥାଉ ବା ନଥାଉ, ଗୋଟେ ମାର ଶିକ୍ଷା ଦୀକ୍ଷା ଥାଉ ବା ନଥାଉ, ଗୋଟେ ପିଲାକୁ ସବୁଠୁ ଅଧିକ କିଏ ବୁଝିପାରେ ସେ ହଉଛି ତା ମା। ଶୁଣିବା, ଆମେ ତମକୁ ଅନେକ କଥା କହୁଛୁ, ଇଂରାଜୀ କହୁଛୁ, ସାହିତ୍ୟ କହୁଛୁ, ଭୂଗୋଳ କହୁଛୁ, ଇତିହାସ କହୁଛୁ, ବିଜ୍ଞାନ କହୁଛୁ, ଗଣିତ କହୁଛୁ, ସଂସ୍କୃତ କହୁଛୁ, ଅନେକ କଥା କହୁଛୁ। এই ଶିକ୍ଷକ ବା ଶିକ୍ଷା ଗୁରୁ ଗୋଟେ ପିଲାକୁ ଗୋଟେ ଛୋଟରୁ ବହୁତ ଉପରୁ ଉଠେଇଛନ୍ତି, କିନ୍ତୁ ତା ମନ ପଡ଼ିପାରନ୍ତି ନାହିଁ ଏ ଶିକ୍ଷା ଗୁରୁମାନେ, ମନ ପଡ଼ିପାରନ୍ତି ନାହିଁ ଏ ଦୀକ୍ଷା ଗୁରୁମାନେ। କେବଳ ଜଣେ ମନେ ପଡ଼େ, ସେ ହେଉଛି ମା। ମା ଶିକ୍ଷିତ ହଉ ବା ଶିକ୍ଷିତ ନ ହଉ, ମା ପାଠ ଜାଣୁ କି ନ ଜାଣୁ, କିନ୍ତୁ ସେ ତା ପିଲାକୁ ଯେତିକି ଚିହ୍ନି ପାରେ ଅନ୍ୟ କେହି ସେତିକି ଚିହ୍ନି ପାରନ୍ତି। କେବଳ ମା କଲେ ମଣିଷ ଜାତି ମା ନୁହେଁ, ପ୍ରତ୍ୟେକ ଜୀବ ଯିଏ ତା ଛୁଆକୁ ଜନ୍ମ କରିଥାଏ ସେ ତା ଛୁଆକୁ ଖୁବ୍ ସୁନ୍ଦର ଭାବେ ବୁଝିପାରେ, ସେ ହେଉଛି ମା। ତୃତୀୟ ଧରିତ୍ରୀ, সেই ধরিত্রী পাখে ଆଉ ପ୍ରକୃତିକୁ ଆମେ ସଂଯୋଗ କରିବା କଥା। ଯେଉଁ ପ୍ରକୃତିକୁ ସଂଯୋଗ କରିଲେ ବୋଲି ଆଜି ଆମେ ମଣିଷ ଗୋଟେ ସର୍ବଶ୍ରେଷ୍ଠ ଜୀବ ହେଲେ ମଧ୍ୟ ଯେମିତି କାଳିଦାସ ଯୋଉ ଡାଳରେ ବସୁଥିଲେ ସେଇ ଡାଳକୁ ଆଣୁଥିଲେ, ଆଜି ଆମ ଅବସ୍ଥା ଠିକ ସେମିତି ହେଇଯାଇଛି। থ্রি গুডস যদি ଯୋଡ଼େ ତିନୋଟି ଜିନିଷ ଥାଏ, ସେ ହେଉଛି ୱାଟର, ଏୟାର ଆଉ ସନ୍, ଲାଇଟ୍ ବା ସନରାଇଜ। କିନ୍ତୁ ଆଜି ୱାଟର ସବୁଠି କଳୁଷିତ, ଆଜି ବାୟୁ ସବୁଠି କଳୁଷିତ। ଆମେ ଜାଣିଥିବା ଭାରତର ଗୋଟେ ଭଲ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିକେଟ ଗ୍ରାଉଣ୍ଡରେ ଖେଳନ୍ତି, ସେ ଗୋଟେ ବୋତଲ ଯୋଉ ପାଣି ପିଅନ୍ତି, ସେ ବୋତଲର ଦାମ ଯେତିକି ଆମେ ମାସେ ସେତିକି ଖର୍ଚ୍ଚ କରିପାରୁ। ସେ ବୋତଲ ଗୋଟେ ବୋତଲ ପାଣି ପିଇବେ ଟଙ୍କା 10-12 ହଜାର ଟଙ୍କା, ସେ ବୋତଲ ପାଣିର ଦାମ। तो पानीटा ସେଠି ଶୁଦ୍ଧ, ସେ ପାଣିଟା ପିଇଲେ ଦେହରୁ ବେଶୀ ଝାଳ ବାହାରିବନି, ସେ ପାଣିଟା ପିଇଲେ ଆମକୁ ବେଶୀ ଟଏଲେଟ ଯିବାକୁ ପଡ଼ିବନି, କବର୍ଯ୍ୟ ହବନି। ସେ ପାଣିଟା ପିଇଲେ ଆମକୁ ଟନିକ ଏନର୍ଜି ମିଳିବ। ପୂର୍ବରୁ ଏବେ ଯଦି ତମେ ଛୋଟ ଛୁଆ, ତମେ ଜାଣ କି ବଡ଼ରେ ଜାଣିବ, ନିଶ୍ଚୟ ଜାଣିବ, ଯଦି କେହି କେବେ ଅରୁଣାଚଳ ପ୍ରଦେଶ, ଆସାମ ଏଇସବୁ ରାଜ୍ୟକୁ ଯାଆନ୍ତି ବୁଲିବା ପାଇଁ, ଯଦି ମୁଁ ସେ ରାଜ୍ୟକୁ ଆଜି ଯିବି ବୁଲିବା ପାଇଁ, ମୁଁ ଘରେ ଦିଟା ରୋଟି ଖାଉଛି, 5 ରୋଟି ଖାଇବି ନା, ସେ ଯୋଉ ପାଣି ଗୁଡାକ ଆସୁଛି ହିମର ପର୍ବତ ରୁ ପାର୍ଶ୍ୱ ଦେଇ ଯୋଉ ପାଣିର ଗଡ଼ିକି ଆସିକି ନଦୀ ବା ଝରଣା କରୁଛି, ସେ ଏତେ ଗୁଳ୍ମ ଜାତୀୟ ଠାରୁ ସ୍ପର୍ଶରେ ଆସୁଛି। ସେ ପାଣିରେ ଅର୍ଗାନିକ ପାୱାର ଆଉ ମିନେରାଲ୍ସ ପାୱାର ଏତେ ଷ୍ଟ୍ରଙ୍ଗ, ସେ ପାଣି ପିଇଲେ हजम प्रक्रिया खूब सुंदर भाव हम। मोर गोटे सांगटाए जो ये भुजिया कंपनी दुकान को गुरुमा विद्रोह भुजिया सुधीर भुजिया से नीचे बोते करे मनोज भाई मु जाई थी, मु गोटे रोटी खाई जगह 3टा रोटी खाई। तो कथा होची प्रकृति, आमे प्रकृति ठार ग्रहण करूचे, तो आगे प्रकृति को आमे उठाघात करते। प्रकृति होची गोटे शिक्षक, कहना प्रकृति और मनुष्य जते आद्यम अवस्था रे निया उत्पादन शिखिला, निजे शस्य उत्पादन शिखला, से प्रकृति ठार शिखिछि, से अनेक ठार शिखि। आज छोट छोट देखो, छोट छोटे ताको एटी गोटे मोबाइल जो थिवो ता हाथ पाई बने सेटा गोटा बढियो, से निजे शिखुछि। छोट छुआ 6 वर्ष 8 वर्ष तक के किछि कोइ नाती, से जब हाथ लगो से गोटा बढियो। सो नेचर इज द स्टोर हाउस ऑफ नॉलेज, नेचर इज द स्टोर हाउस ऑफ विजडम। प्रकृति होची ज्ञान र भंडार, तो प्रकृति होची हमर शिक्षक, पिता हमर शिक्षक, हमको पुस्तक पठन करथुआ से शिक्षक आउ पढ़न। आम जीवन में समस्त जीवन में गोटे सठिक गुरु दरकार। आम जो वेद लिखाई सा विद्या जा विद्युते विद्या होची ता जहा समस्त दंतन समस्त बंधन मुक्त हो। जी प्रकृत विद्या लाभ कर से जीवन को
ଉପଭୋଗ କରୁଛି। ଆଜି ଆମେ କହୁଛେ ଜୀବନଟା ଭାରି କଷ୍ଟ ଲାଗୁଛି। ମୁଁ ସ୍କୁଲ ଆସୁଛି ମତେ ଭାରି ସ୍କୁଲରେ ଭାରି କଷ୍ଟ ଲାଗୁଛି। ଅଫିସ ଯାଉଛି ଅଫିସରେ ଭାରି କଷ୍ଟ ଲାଗୁଛି। ପାଠ ପଢୁଛି ପାଠ ଭାରି କଷ୍ଟ ଲାଗୁଛି। ତୁ ସେହି ଲୋକ କହୁଛି ମତେ କଷ୍ଟ ଲାଗୁଛି ଯିଏ ନିଜକୁ ନିଜେ ଚିହ୍ନି ପାରୁନି ବା ପ୍ରକୃତିକୁ ଚିହ୍ନି ପାରୁନି। ତୁ ପ୍ରକୃତି ହଉଛି ଆମ ମନରେ ଆଦେୟ କରୁଛି। ଆଉ ଯିଏ ଆମକୁ ଶିକ୍ଷା ଦଉଛନ୍ତି ଜୀବନରେ ପ୍ରତ୍ୟେକ ମଣିଷ ଚାହେଁ ଜୀବନରେ ମୋ ପାଇଁ ଭଲ ଭାଇ ନ ମିଳୁ, ଭଲ ଭଉଣୀ ନ ମିଳୁ, ଭଲ ସ୍ତ୍ରୀ ନଥାଉ, ଭଲ ସ୍ୱାମୀ ନଥାଉ, ଧନ ନଥାଉ, ପରିବାର ନଥାଉ, ବନ୍ଧୁଆ ନଥାଉ, ମତେ ଗୋଟେ ଭଲ ଗୁରୁ ମିଳିଯାଉ। ଯାହା ଗୁରୁମା କହୁଥିଲେ ସ୍ୱାମୀ ବିବେକାନନ୍ଦ। ଏବେ ମଧ୍ୟ ମୁଁ ଥରେ କହୁଥିଲି ଗୋଟେ ଛୋଟ ଶିଶୁ ଯାଇକି ତା ଜେଜ କଥା ଅନୁସାରେ ଠାକୁରଙ୍କୁ ଦେଇଥିଲା କ୍ଷୀର, ଠାକୁର ପିଇଦେଲେ। ତ ଆମ ସମସ୍ତଙ୍କୁ ଗୋଟେ ଭଲ ଗୁରୁ ଦରକାର, ଆଉ ସଠିକ ଗୁରୁ ଦରକାର। ଗୁରୁ ଅନ୍ଧାରୁ ଆଲୋକକୁ ଯିଏ ବାଟ ପଢେଇକି ତ ଗୁରୁଙ୍କ କଥା